ମୁଁ ସଙ୍ଗୀତା ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସଙ୍ଗୀତା ଭିଜନକୁ। ଆଜିର ଏହି ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ଏକ କବିତାକୁ ପଢ଼ିବା। କବିତାଟିର ଶୀର୍ଷକ ହେଉଛି ପ୍ରଭାତ ଅବକାଶ। ଏହାକୁ ରଚନା କରିଛନ୍ତି ବନମାଳୀ ଦାସ। ପ୍ରଥମେ କବି ବନମାଳୀ ଦାସଙ୍କର ପରିଚୟ ଜାଣିନେବା। କବି ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତ କବି। ସେ ପୁରୀରେ ବାସ କରୁଥିଲେ। ଜଗନ୍ନାଥଙ୍କ ସେବକ ଭାବରେ ସେ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି। କୃଷ୍ଣଙ୍କୁ ନେଇ ମଧ୍ୟ ସେ ଅନେକ କବିତା ଲେଖିଛନ୍ତି। ତାଙ୍କ କବିତା ଗୁଡ଼ିକ ଯେପରି ସରଳ ସେହିପରି ସଙ୍ଗୀତମୟ। ତାଙ୍କର ସମସ୍ତ କବିତାକୁ ବନମାଳୀ ପଦାବଳୀ ନାମରେ ଏକତ୍ର କରି ଛପାଯାଇଛି। ଏବେ ଆସ କବିତାଟିକୁ ଆବୃତ୍ତି କରିନେବା। ଉଠ ନିଶି ପାଇଲା ଏଥର ହେ ବଂଶୀଧର, ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ରାବିଲେ କାକ, କୁହୁ କୁହୁ ରଟେ ପିକ, କୁକୁଟ ଡାକିଲେ ପରଖର ହେ। ଡାକେ ଯଶୋବନ୍ତୀ ଭାଳି, ଉଠ ମୋର ବନମାଳୀ, ଶ୍ରୀମୁଖ ଦେବୀ ପଖାଳି, ଝରିରେ ରଖିଛି ବାସ ନିରହେ। ଅମୃତ ପାଣି କଦଳୀ ଲବଣ ସଙ୍ଗତେ କୋଳି, ଅଧମା ଘଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସରହେ। ଉଠ ରାମ ବାସୁଦେବ, ଗୋଷ୍ଠେ ଉଛୁର ହେବ, ଦଧି ଅନ୍ନ ସାଥେ ନେବ, ନଦୀ କୂଳେ କରିବ ଆହାର ହେ। ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ, ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ। ସିଂହଦ୍ୱାରେ ଗୋପସୁତ ଡାକନ୍ତି ଉଠ ଅଚ୍ୟୁତ, କେତେ ନିଦ୍ରା ଯାଉ ତୁତ, ଆକାଶେ ଉଦୟ ଦିନ କର ହେ। ଉଠ ପ୍ରଭୁ ଚକ୍ରଧର, ଯିବାକୁ ହେବ ଉଛୁର, ବନକୁ ଗମନ କର, ବନମାଳୀ ଚରଣେ କିଙ୍କର ହେ। ଏବେ ଆସ ଏହି ପ୍ରଭାତ ଅବକାଶ କବିତାର ଅର୍ଥ ବୁଝିବା। ଉଠ ନିଶି ପାହିଲା ଏଥର ହେ ବଂଶୀଧର। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେବାକୁ ଯାଇ କ'ଣ କହୁଛନ୍ତି ଆସ ପଢ଼ିବା। ମନ୍ଦିରରେ ଶୁଆ, ବୃକ୍ଷରେ କାଉ, କୋଇଲି, କୁକୁଡ଼ା ଡାକ ଶୁଭିଲାଣି ବୋଲି କହୁଛନ୍ତି। ଉଠ ନିଶି ପାହିଲା ଏଥର ହେ ବଂଶୀଧର, ମନ୍ଦିରେ ଡାକିଲେ ଶୁକ, ବୃକ୍ଷରେ ରାବିଲେ କାକ, କୁହୁ କୁହୁ ରଟେ ପିକ। ମନ୍ଦିରରେ ଡାକିଲା ଶୁକ। ମନ୍ଦିରରେ ଶୁକ ଅର୍ଥ ଶୁଆ। ବୃକ୍ଷରେ ରାବିଲେ କାକ, ବୃକ୍ଷ ଉପରେ କାଉ ରାବିଲାଣି। କୁହୁ କୁହୁ ରଟେ ପିକ, କୋଇଲି ମଧ୍ୟ ବୃକ୍ଷରେ ଥାଇ ଡାକ ଦେଲାଣି। କୁକୁଟ ଡାକିଲେ ପର ଖରଏ, କୁକୁଡ଼ାର ଡାକ ବି ଶୁଭିଲାଣି ବୋଲି ମା ଯଶୋଦା କାହାକୁ କହୁଛନ୍ତି? ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେବା ପାଇଁ ଯାଇ କହୁଛନ୍ତି। ଡାକେ ଯଶୋବନ୍ତୀ ଭାଳି, ଉଠ ମୋର ବନମାଳୀ, ଶ୍ରୀମୁଖ ଦେବୀ ପଖାଳି, ଝରିରେ ରଖିଛି ବାସ ନିରହେ। ଏଠି ଯଶୋବନ୍ତୀ ଅର୍ଥ ଯଶୋଦା, ଭାଳିକି ଅର୍ଥ ଚିନ୍ତାରେ, ଭାଳି ଅର୍ଥ ଚିନ୍ତାରେ, ଶ୍ରୀମୁଖ ଅର୍ଥ ମୁହଁ, ପଖାଳି ଅର୍ଥ ଧୋଇଦେବା, ଝରି ଅର୍ଥ ଗଡ଼ୁ, ବାସନୀର ଅର୍ଥ ସୁଗନ୍ଧିତ ଜଳ। ଏଠି ମା ଯଶୋଦା ବନମାଳୀକି କହୁଛନ୍ତି ଯେ ସେ ଉଠିଲେ ଗଡ଼ୁରେ ରଖିଥିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କ ମୁହଁ ଧୋଇଦେବେ। ଅମୃତ ପାଣି କଦଳୀ ଲବଣୀ ସଙ୍ଗତେ ଗୋଳି, ଅଧମା ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସରହେ। ଅମୃତ ପାଣି କଦଳୀ, ଲହୁଣୀ ସହିତ ମିଶ୍ରିତ ପେଡ଼ା, ସରପୁଳି, ଖଣ୍ଡ ସହିତ ସର ଖୁଆଇବେ ବୋଲି ମା ଯଶୋଦା କହୁଛନ୍ତି। ଉଠ ରାମ ବାସୁଦେବ, ଗୋଷ୍ଠେ ଉଛୁର ହେବ, ଦଧି ଅନ୍ନ ସାଥେ ନେବ, ନଦୀ କୂଳେ କରିବ ଆହାର ହେ। ମା ଏଠି ଶ୍ରୀକୃଷ୍ଣଙ୍କୁ ଅନେକ ନାମରେ ସମ୍ବୋଧନ କରିକି ଡାକିଛନ୍ତି।
ସେ ଏଠି କହିଛନ୍ତି, ହେ ରାମ ବାସୁଦେବ, ତୁମେ ଶୀଘ୍ର ଉଠ, କାରଣ ଗାଈଗୋଠ ଯିବାରେ ବିଳମ୍ବ ହେବ। ସାଙ୍ଗରେ ଦହି ଭାତ ନେଇଯିବ, ନଦୀ କୂଳରେ ବସିକି ଖାଇବ। ବାଛୁରୀ ଚରାଇ ଯାଇ କାଲି ପ୍ରଥ ଶ୍ରମ ପାଇ ଅଳସରେ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ। ଗତକାଲି ବାଛୁରୀ ଚରାଇବାକୁ ଯାଇ ବୋଧହୁଏ ଖୁବ୍ ପରିଶ୍ରମ କରି କ୍ଳାନ୍ତ ହୋଇଛୁ, ତେଣୁ ଅଳସିଆ ହୋଇ ଶୋଇ ରହିଛୁ ବୋଲିକି ମା କହୁଛନ୍ତି, ତୋ ଦେହ ଦୁର୍ବଳ ଲାଗୁଛି ବୋଲି ବି କହୁଛନ୍ତି। ସିଂହଦ୍ୱାରେ ଗୋପସୂତ ଡାକନ୍ତି, ଉଠ ଅଚ୍ୟୁତ, କେତେ ନିଦ୍ରା ଯାଉତୁ ତ ଆକାଶେ ଉଦୟ ଦିନ କର ହେ। ସିଂହଦ୍ୱାରରେ ଗୋପାଳ ବାଳକ ଡାକିଲେଣି, ଆଉ ତୁ କେତେ ସମୟ ଶୋଇବୁ? ଆକାଶରେ ସୂର୍ଯ୍ୟ ମଧ୍ୟ ଉଦୟ ହୋଇଗଲେଣି। ଉଠ ପ୍ରଭୁ ଚକ୍ରଧର, ଯିବାକୁ ହେବ ଉଛୁର, ବନକୁ ଗମନ କର, ବନମାଳୀ ଚରଣୀ କିଙ୍କର ହେ। ବନମାଳୀ କହୁଛନ୍ତି ଯେ, ହେ ପ୍ରଭୁ ଚକ୍ରଧର, ତୁମେ ଶୀଘ୍ର ଉଠ, ବନକୁ ଯିବାରେ ବିଳମ୍ବ ହେବ, ତୁମେ ବନକୁ ଗମନ କର, ତୁମ ଚରଣରେ ବନମାଳୀ ଦାସ ହୋଇ ରହିଛି।